2025 ମସିହା ମାର୍ଚ୍ଚ ମାସରେ ଆମର ଗୋଟେ ରିପୋର୍ଟ ହେଇଥିଲା ଯେ ଦୋଳବନ୍ଦୀ ଟାଙ୍କି ରୋଡର ଝିଲ୍ଲୀ ସାହୁ ଏବଂ ତାଙ୍କ ପରିବାର ବର୍ଗ, ତାଙ୍କ ସ୍ୱାମୀ ଉଦୟନାଥ ସାହୁ ଏବଂ ତାଙ୍କ ଭଉଣୀ ଏବଂ ତାଙ୍କର ପରିବାର ଅନ୍ୟ କିଛି ମେମ୍ବର ସମସ୍ତେ ମିଶି ଗୋଟେ ଟାଉନରେ ଗୋଟେ ମହିଳାଙ୍କର ଗ୍ରୁପ୍ କରିଥିଲେ। ସେ ପ୍ରତ୍ୟେକ ତାଙ୍କ ଘରେ ଗ୍ରୁପ୍ ମା ଭଉଣୀମାନଙ୍କୁ ଡାକିକିରି ତାଙ୍କୁ ଫାଇନାନ୍ସିଆଲ ଆସିଷ୍ଟ କରିବା ବା ବ୍ୟାଙ୍କରୁ ଲୋନ୍ କରାଇଦେବା, এই ପ୍ରକାର ତାଙ୍କୁ ପ୍ରଲୋଭନ ଦେଖେଇକି ତାଙ୍କର ଅରିଜିନାଲ ଡକ୍ୟୁମେଣ୍ଟସ୍ ଗୁଡ଼ା କଲେକ୍ସନ କଲା ପରେ ବ୍ୟାଙ୍କକୁ ତାଙ୍କୁ ନେଇକି ତାଙ୍କର ଯେଉଁ ସୁନା ବନ୍ଧା ପକାଇବେ ସେ ସୁନାର ପଇସା ଗୁଡ଼ା ସେ ରୋଟେସନ ପାଇଁ କରିବା ପାଇଁ ବୋଲି ସେ ମାଗୁଥିଲା ଏବଂ ବନ୍ଧା ପକାଇବା ପରେ ତାଙ୍କର ବା କିମ୍ବା ଲୋନ୍ କରିଦେବା ପରେ ତାଙ୍କର ସୁନା ଟଙ୍କା ଗୁଡ଼ା ନେଇକି ପଳାଉଥିଲା ଆଉ ନିଜେ ନେଇକି ସେ ମାର୍କେଟରେ ବୁଲାଉଥିଲା ଏବଂ ସେଥିରେ ସେ ଇଣ୍ଟରେଷ୍ଟରେ ମାର୍କେଟରେ ବୁଲାଉଥିବା ଆମ ପାଖରେ ଖବର ଅଛି। ଏହାପରେ ଯେତେବେଳେ ଅତ୍ୟଧିକ ମହିଳା ହେଇଗଲେ, ପ୍ରାୟ 25-30 ଜଣ ଯେତେବେଳେ ତାର ଗ୍ରୁପ୍ରେ ହେଇଗଲେ, ସେମାନଙ୍କର ସେ କିଛି ପଇସା ଫେରାଇଲାନି। ତାପରେ ସେମାନଙ୍କର କିଛି ସୁନା ବି ନେଇଗଲା। ସୁନା ନେଇକି ତାର ଗୋଟେ ବ୍ୟାଙ୍କରେ ଖୋଲି ଦେଇକି ମୁଥୁଟ୍ ଫାଇନାନ୍ସରେ ପ୍ରାୟ ପକାଇ ଦେଇଛି। ସେଥିରେ ସେ 22ଟି ଆକାଉଣ୍ଟ ତାଙ୍କର ମୁଥୁଟ୍ ଫାଇନାନ୍ସରେ ଖୋଲିଛନ୍ତି। ସେ 22ଟି ଆକାଉଣ୍ଟରେ ପ୍ରାୟ ଅଧା କେଜି ପ୍ରାୟ 500 ଗ୍ରାମ ଖଣ୍ଡେ ସୁନା ସେଠି ଅଛି ଏବଂ ସେଗୁଡ଼ାକ ତଦନ୍ତ ହେଲା ପରେ ଆମ ପରିବର୍ତ୍ତରେ ଆସିଲା ପରେ ଆମେ ସବୁ ଜାଣିଲୁ। ଆଉ ତାଙ୍କର ଗଲା ଏ ଘଟଣାଟା ହେଲା 24 ଏବଂ 23, 24, 25 ବା 2.5 ବର୍ଷର ଏଇଟା ଫ୍ରଡ୍ ହେଇଛି। 2.5 ବର୍ଷ ଭିତରେ ତାଙ୍କର ଯେତିକି ବ୍ୟାଙ୍କ ଆକାଉଣ୍ଟ ଆମେ ଯାଞ୍ଚ କରିଥିଲୁ ସେତିକିରେ ଆମେ ଦେଖିଥିଲୁ 37 ଲାକ୍ସ ଖଣ୍ଡେ ଟ୍ରାଞ୍ଜାକ୍ସନ୍ ଅଛି ଜଣଙ୍କର ଆକାଉଣ୍ଟରେ ଏବଂ ତାଙ୍କ ସ୍ୱାମୀଙ୍କର ଆକାଉଣ୍ଟରେ 12 ଲକ୍ଷ ଖଣ୍ଡେ ଅଛି। ଇଭେନ୍ ତାଙ୍କର ପୁଅ ଏବଂ ଝିଅ ଆକାଉଣ୍ଟରେ ମଧ୍ୟ ପ୍ରତିବର୍ଷ 10 ଲକ୍ଷ ଟଙ୍କା ଟ୍ରାଞ୍ଜାକ୍ସନ୍ସ ତାଙ୍କେ ଆମେ ଦେଖିଛୁ, ବ୍ୟାଙ୍କ ଟ୍ରାଞ୍ଜାକ୍ସନ୍ରେ ପାଇଛୁ। ଏହା ସହିତ ଆମେ ସବୁ ଆକାଉଣ୍ଟ ଗୁଡ଼ାକୁ ଫ୍ରିଜ୍ କରିଛୁ। ତା ସହିତ ତାଙ୍କ ବ୍ୟାଙ୍କରେ ଯେଉଁ ଅଧା କେଜି ପାଖାପାଖି ଯେଉଁ ସୁନା ଅଛି ସେ ସୁନାଟାକୁ ଆମେ ଫ୍ରିଜ୍ କରିଛୁ। ଇଣ୍ଡିଆନ୍ ବ୍ୟାଙ୍କରେ କିଛି ସୁନା ଅଛି ତାଙ୍କର, ଆଉ ସେଗୁଡ଼ା ବି ସବୁ ଫ୍ରିଜ୍ କରାହେଇଛି। ଏହା ସହିତ ତାଙ୍କର ମୁଭେବଲ୍ ପ୍ରପର୍ଟି, ମୋବାଇଲ ଫୋନ୍, 2ଟା ସ୍କୁଟର ଏବଂ ଅନ୍ୟାନ୍ୟ ମୁଭେବଲ୍ ପ୍ରପର୍ଟି ସହିତ ଇମୁଭେବଲ୍ ପ୍ରପର୍ଟି ତାଙ୍କର ମାଙ୍କ ନାଁରେ ରାୟଗଡ଼ା ସହରରେ ତାଙ୍କ ମାଙ୍କ ନାଁରେ ଥିବା ଘର ଏବଂ ଯେତିକି ତାଙ୍କର ରିସେଣ୍ଟଲି ଯେଉଁ ପରଚେଜ୍ କରିଛନ୍ତି ପ୍ରପର୍ଟି ଗୁଡ଼ାକ ସେଗୁଡ଼ାକର ମଧ୍ୟ ତାଲିକା ଆମ ପାଖରେ ଅଛି ଏବଂ ସେଗୁଡ଼ାକ ମଧ୍ୟ ଆମେ ରେଭିନ୍ୟୁ ଡିପାର୍ଟମେଣ୍ଟକୁ ଦେଇଛୁ ଏବଂ ସେଗୁଡ଼ାକ ମଧ୍ୟ ଆମେ ପରବର୍ତ୍ତୀ କୋର୍ଟର ଆଦେଶ ନେଲା ପରେ ଆମେ ସେଗୁଡ଼ାକ ପ୍ରୋସେସିଂରେ ଆଣିବୁ ଏବଂ ତାର ସୋର୍ସ ଅଫ୍ ଇନକମ୍ କ'ଣ ଏଗୁଡ଼ା ସବୁ ଭେରିଫାଇ କରିବୁ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ଆମକୁ କିଛି ଦେଇନଥିଲେ, ମାନେ ଇନକମ୍ ଟ୍ୟାକ୍ସର ବା କିଛି କୌଣସି ଇଏକୁ ଆମକୁ ଦେଇନଥିଲେ, ହିସାବ କିତାବ ଦେଇନାହାନ୍ତି। ଆଉ ସେ ଆରମ୍ଭରୁ ସେ ଇନଭେଷ୍ଟିଗେସନକୁ ଆଭଏଡ୍ କରିକିରି ପଳେଇଲା ପରେ ସେ ହାଇକୋର୍ଟ ଦ୍ୱାରା ହେଇଥିଲା। ହାଇକୋର୍ଟରେ ତାଙ୍କୁ ବେଲ୍ ମିଳିଲାନି, ପୁଣି ନଟ୍ ଆରେଷ୍ଟରେ ତାଙ୍କୁ ହାଇକୋର୍ଟ ରଖିଲା। ତାପରେ କିଛି ସମୟ ପରେ ସେମାନେ ସୁପ୍ରିମକୋର୍ଟ ବି ପଳେଇଲେ। ସୁପ୍ରିମକୋର୍ଟ ଗଲା ପରେ ସୁପ୍ରିମକୋର୍ଟ ମଧ୍ୟ ଆମେ ଯାଇକି ଫାଇଲ୍ କରିଥିଲୁ। ସୁପ୍ରିମକୋର୍ଟ ମଧ୍ୟ ତାଙ୍କର ବେଲ୍ ରିଜେକ୍ଟ ହେଇଥିଲା। ଯଥେଷ୍ଟ ପ୍ରମାଣ ତାଙ୍କ ଦ୍ୱାରା ଯେଉଁ ଏଷ୍ଟାବ୍ଲିଶ ହେଇଥିଲା ସେଥିପାଇଁ ବୋଲି ତାଙ୍କର ବେଲ୍ ଗୁଡ଼ାକ ରିଜେକ୍ଟ ହେଲା। ସୁପ୍ରିମକୋର୍ଟ ରିଜେକ୍ଟ ହେଲା ପରେ ବର୍ତ୍ତମାନ ଆମେ ତାଙ୍କର ମାର୍ଚ୍ଚରେ ରିଜେକ୍ଟ ହେଇଥିଲା। ବର୍ତ୍ତମାନ ଆଜି ଆମେ ତାଙ୍କୁ ଆରେଷ୍ଟ କରିବାରେ ସକ୍ଷମ ହେଲୁ। ତାଙ୍କୁ ରାୟଗଡ଼ାରୁ ତାଙ୍କର ମାଙ୍କର ଘରକୁ ଆମେ ଟ୍ରାକ୍ କରିକି ଆଣିଲୁ। ଆଜି ସେ ବର୍ତ୍ତମାନ କୋର୍ଟ ଫରୱାର୍ଡ ହେଉଛନ୍ତି।